ଜୟ ଜଗନ୍ନାଥ ପଙ୍କଜ ଡେରୀ ଫାର୍ମ ୟୁଟ୍ୟୁବ୍ ଚ୍ୟାନେଲ୍ ଆପଣମାନଙ୍କୁ ସ୍ୱାଗତ। ତ ଆମର ଏଇ କଳା ଗାଈଟା ହିଟ୍ରେ କାଲିଠୁ ଆସିଛି। ତ ଇଏ ତ ମାଇ ବାଛୁରୀ ରିଅଲ୍ ପାଖାପାଖି 90ରୁ 100 ଦିନ ପାଖାପାଖି ହେଇଗଲାଣି ତା ଛୁଆ ଦେଇକି। ତ ହିଟ୍ରେ ଆସିଛି, ତ ସାଇଲେଣ୍ଟ ହିଟ୍ ଆସିଛି। କାଲି ମୁଁ ଅଳ୍ପ ଖାଲି ଟିକେ ବୋବେଇଲା, ମୁଁ ଡକ୍ଟରଙ୍କୁ ଫୋନ୍ କରି ପଚାରିଲି ଯେ ଏମିତି ସେମିତି କଥା। ତ ଡକ୍ଟର କହିଲେ ଆଉ ଯଦି ସାଇଲେଣ୍ଟ ହିଟ୍ ଆସିଛି ତାକୁ ରହିତେ ଦିଅ, କାଲି ସକାଳେ ଦେଖିବା। ତ ଆଜି ସକାଳେ ମୁଁ ଯେତେବେଳେ ଗୁହାଳକୁ ଗଲି ତ ସେତେବେଳେ ଦେଖିଲି ଯେ ହାଲକା ଟିକେ ବଦମାସି କରିଲା। ଡକ୍ଟରଙ୍କୁ ଫୋନ୍ କରି କହିଲି ଯେ ସାର୍ ଆଉ ହିଟ୍ରେ ଆସିଯାଇଛି ପ୍ରାୟ। ତ କହିଲେ ହଉ ଠିକ୍ ଅଛି ମୁଁ ଯାଉଛି। ତ ଡକ୍ଟର ଆସିଲେ, କିଛି ନାହିଁ ନର୍ଭସ୍ ପୁରା ସାଇଲେଣ୍ଟ ହିଟ୍। ତ ଡକ୍ଟର ଆସିଲେ ଚେକ୍ କଲେ, ଚେକ୍ କଲାକୁ ତାର ନାଳ ଆସିଲା ମାନେ କିସ ହାତ ମାରିକି ଦେଖିଲା ବେଳକୁ ଯାଇ ଜଣା ପଡ଼ୁଛି। ତ ସେଇଥିପାଇଁ ଭାଇ ମୁଁ ସମସ୍ତଙ୍କୁ ଜଣେଇ ଦେଉଛି ଯେ ଗାଈ ହିଟ୍ରେ ଯଦି ଆସୁଛି, ସାପ ସକାଳୁ ହିଟ୍ରେ ଆସିଥିଲା ତ ଆପଣ କେବେ ବି ତାକୁ ସନ୍ଧ୍ୟାବେଳେ ସକାଳୁ ଆସିଗଲା 7ଟା 8ଟା ବେଳକୁ ଆସିଗଲା ଆପଣ 1 2ଟା ବେଳକୁ କେବେ ବି ଦେବେ ନାହିଁ, କାରଣ ତାଙ୍କ ବଡ଼ିରେ ବହୁତ ହିଟ୍ ରୁହେ। ଆଉ ପ୍ରବଳ ହିଟ୍ ଟାଇମ୍ରେ ଦେଲେ କେବେ ବି ସେ କନସିଭ୍ କରିବ ନାହିଁ। ତ ମୋର ସେଇଟା କହିବା କଥା ଯେ ଆପଣମାନେ ତାକୁ ପାଖାପାଖି 20 ଘଣ୍ଟା ପରେ ତାକୁ ଦେବେ। ହାଲକା ତା ବଡ଼ି ଟିକେ ଥଣ୍ଡା ହେବା ଦରକାର, ନହେଲେ ପ୍ରବଳ ହିଟ୍ରେ ଥିଲେ ସେଇଟା ନଷ୍ଟ ହେଇଯିବ, କିଛି କାମ କରିବ ନାହିଁ। ତ ସେଥିପାଇଁ ଦେଖ ମୁଁ ଏ ଗାଈଟା ଏବେ ଏଆଇ ହେଉଛି। ତ କାଲି ସକାଳୁ ଆସିଥିଲା, ଆଜି ସକାଳେ ଡକ୍ଟରଙ୍କୁ ଡାକିକି ସେ ଆସିକି ଆଗ ଚେକ୍ କଲେ। ଚେକ୍ କଲାକୁ ଜଣାପଡ଼ିଲା ଯେ ହିଟ୍ରେ ପୁରା ଅଛି। ତ ଡକ୍ଟର କହିଲେ ଏବେ ଦେଇହେବ, କିଛି ଅସୁବିଧା ନାହିଁ। ତ ସେଥିପାଇଁ ମୋ କହିବା କଥା ଯେ ଆପଣମାନେ ଟିକେ ଦେଖିକି ଦେବେ, କାହିଁକିନା ସେ କନସିଭ୍ କରିବନି। କନସିଭ୍ ନ କଲେ ଆପଣମାନେ ସେ ପୁଣି ହଇରାଣ ହେବେ, ଇଏ କରିବେ। ତ ପରଫେକ୍ଟ ଟାଇମ୍ 90ରୁ 100 ଦିନ ପରଫେକ୍ଟ ଟାଇମ୍ରେ ବି ଆସିଛି। ତ ଏଆଇ ବି ହେଉଛି, ତ ଦେଖାଯାଉ କନସିଭ୍ କରୁଛି ନା ନାହିଁ। ତ ମୁଁ 30-35 ଦିନ ଭିତରେ ଜଣା ପଡ଼ିଯିବ। 21 ଦିନ 22 ଦିନରେ ଜଣା ପଡ଼ିଯାଏ। ତ ଗୋଟେ ଗାଈ ମାସେ ବି ଲାଗିଯାଏ, 30 ଦିନ ବି ଲାଗିଯାଏ, 25 ଦିନ ମୁଁ କହୁଛି। ତ ଦେଖନ୍ତୁ ମୋର ପୁରା ସାଇଲେଣ୍ଟ ହିଟ୍ ଆସିଥିଲା, ଏବେ କିନ୍ତୁ ଦେଖୁ ପରଫେକ୍ଟ ନାଳ ଆସିଛି, ପୁରା ପରଫେକ୍ଟ ଟାଇମ୍ରେ ଏଆଇ ହେଇଛି। ତ କନସିଭ୍ କରୁଛି ନା ନାହିଁ ଦେଖାଯାଉ। ତ ଆଜି ପାଇଁ ଏତିକି ରହୁଛି। ଥ୍ୟାଙ୍କସ୍ ଫର୍ ୱାଚିଂ।